ମାମୁନି ଗାଁର ଜଣେ ସରଳ ଓ ହସମୁଖ ଝିଅ ଥିଲା। ସେ ପଢ଼ାଶୁଣା ସହିତ ଗୀତ ଗାଇବାକୁ ଭଲ ପାଉଥିଲା। ରାହୁଲ ଜଣେ ଭଲପିଲା ଓ ଶାନ୍ତ ସ୍ୱଭାବର ପୁଅ ଥିଲା। ସେ ସବୁବେଳେ ଅନ୍ୟମାନଙ୍କୁ ସାହାଯ୍ୟ କରୁଥିଲା। କଲେଜର ଏକ କାର୍ଯ୍ୟକ୍ରମରେ ମାମୁନି ଓ ରାହୁଲ ପ୍ରଥମ ଥର ପାଇଁ ଦେଖାହେଲେ। ଧୀରେ ଧୀରେ ଦୁହେଁ ଭଲ ସାଙ୍ଗ ହୋଇଗଲେ ଓ ପ୍ରତିଦିନ କଥା ହେବାକୁ ଲାଗିଲେ। ସମୟ ସହିତ ଦୁହେଁ ଏକାପରକୁ ଭଲ ପାଇବାକୁ ଲାଗିଲେ, କିନ୍ତୁ କେହି ନିଜ ମନର କଥା କହିପାରୁନଥିଲେ। ଗୋଟିଏ ଦିନ ରାହୁଲ ମାମୁନିକୁ କହିଲା, ମୁଁ ତୁମକୁ ବହୁତ ଭଲ ପାଏ। ମାମୁନି ମଧ୍ୟ ହସି ହସି ନିଜ ପ୍ରେମର କଥା କହିଦେଲା। ଦୁହେଁ ପରସ୍ପରକୁ ବିଶ୍ୱାସ କରି ଜୀବନର ପ୍ରତ୍ୟେକ ଖୁସି ଓ ଦୁଃଖରେ ସାଥୀ ହୋଇ ରହିଲେ। ମାମୁନି ଗାଁର ଜଣେ ସରଳ ଓ ହସମୁଖ ଝିଅ ଥିଲା। ସେ ପଢ଼ାଶୁଣା ସହିତ ଗୀତ ଗାଇବାକୁ ଭଲ ପାଉଥିଲା। ରାହୁଲ ଜଣେ ଭଲପିଲା ଓ ଶାନ୍ତ ସ୍ୱଭାବର ପୁଅ ଥିଲା। ସେ ସବୁବେଳେ ଅନ୍ୟମାନଙ୍କୁ ସାହାଯ୍ୟ କରୁଥିଲା। କଲେଜର ଏକ କାର୍ଯ୍ୟକ୍ରମରେ ମାମୁନି ଓ ରାହୁଲ ପ୍ରଥମ ଥର ପାଇଁ ଦେଖାହେଲେ। ଧୀରେ ଧୀରେ ଦୁହେଁ ଭଲ ସାଙ୍ଗ ହୋଇଗଲେ ଓ ପ୍ରତିଦିନ କଥା ହେବାକୁ ଲାଗିଲେ। ସମୟ ସହିତ ଦୁହେଁ ଏକାପରକୁ ଭଲ ପାଇବାକୁ ଲାଗିଲେ, କିନ୍ତୁ କେହି ନିଜ ମନର କଥା କହିପାରୁନଥିଲେ। ଗୋଟିଏ ଦିନ ରାହୁଲ ମାମୁନିକୁ କହିଲା, ମୁଁ ତୁମକୁ ବହୁତ ଭଲ ପାଏ। ମାମୁନି ମଧ୍ୟ ହସି ହସି ନିଜ ପ୍ରେମର କଥା କହିଦେଲା। ଦୁହେଁ ପରସ୍ପରକୁ ବିଶ୍ୱାସ କରି ଜୀବନର ପ୍ରତ୍ୟେକ ଖୁସି ଓ ଦୁଃଖରେ ସାଥୀ ହୋଇ ରହିଲେ।